ବନ୍ଦଇ ଜୟ ଜଗନ୍ନାଥ ସାରଙ୍ଗ ଗଦା ପଦ୍ମହସ୍ତ ବାଉରି କୂଳେ ହୋଇ ଜନ୍ମ ବାଲିଗାଁ ଦାସିଆ ମୋ ନାମ। ପୁରୀ ଜିଲ୍ଲାର ସେହି ପବିତ୍ର ପୀଠ ବାଲିଗାଁର ଦାସିଆ ବାଉରୀଙ୍କର ସେ କ୍ଷେତ୍ର, ତାଙ୍କର ସାଧନାର ସେ ପୀଠ, ଯାହା ଭକ୍ତ ଶ୍ରୀକ୍ଷେତ୍ର ନାମରେ ପରିଚିତ। ଆଜି ସେଠାରେ ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ମୁଣ୍ଡ ଟେକି ଠିଆ ହେଇଛି ଏବଂ ଶ୍ରୀ ଜଗନ୍ନାଥଙ୍କ ଆଡ଼କୁ ମୁହଁ କରି ଏକ ସୁନ୍ଦର ଭଙ୍ଗୀରେ ହାତଟିରେ ଶ୍ରୀଫଳଟିକୁ ଟେକି ଦେଇ ଜଗନ୍ନାଥଙ୍କ ଆଡ଼କୁ ସୁନ୍ଦର ଭଙ୍ଗୀରେ ବସିଛନ୍ତି ଦାସିଆ ବାଉରୀ। ଅଷ୍ଟଧାତୁ ନିର୍ମିତ ସେହି ସୁନ୍ଦର ମୂର୍ତ୍ତିଟିକୁ ଦେଖିଦେଲେ ମନେ ପଡ଼ିଯାଏ ଯେ ଭକ୍ତ ଭଗବାନଙ୍କର ସେ ପବିତ୍ର ସମ୍ପର୍କ। ଭାବ ବିନୋଦିଆ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ କିପରି ଦାସିଆ ବାଉରୀଙ୍କର ନଡ଼ିଆକୁ ନିଜ ହାତରେ ଗ୍ରହଣ କରିଥିଲେ। ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ, ତୁ ତାକୁ ଖୋଜିଲେ ସେ ତୋତେ ଖୋଜଇ, ସେ ତ ହୃଦ ଚନ୍ଦନରେ ଉଣା କର ନାହିଁ ମନ। ତାକୁ ଯିଏ ଯେମିତି ଡାକିଛି ତାକୁ ସେ ସେହିପରି ଭାବରେ ଦର୍ଶନ ଦେଇଛନ୍ତି। ଏଠାରେ ଚିତ୍ରିତ ହେଇଛନ୍ତି ନନା ଗୋସାଇଙ୍କୁ ଶ୍ରୀଫଳଟି ବଢ଼େଇ ଦେବାର ଦୃଶ୍ୟ ଏବଂ ପ୍ରଭୁ ଜଗନ୍ନାଥ କିପରି ତାଙ୍କର ସେ ଶ୍ରୀଫଳକୁ ହସ୍ତ ପ୍ରସାରୀ ଗ୍ରହଣ କରୁଛନ୍ତି ଏବଂ ତା ପାଖରେ ଗୋଠ ଗାଡ଼ିଆ ଯେଉଁ ରହିଛି, ସେ ଗୋଠ ଗାଡ଼ିଆରେ ତାଙ୍କ ପତ୍ନୀ କମଳିନୀଙ୍କୁ କିପରି ପ୍ରଭୁ ଜଗନ୍ନାଥଙ୍କର ସେ ଦର୍ଶନ କରାଇଥିଲେ, ରଥଯାତ୍ରାର ଦର୍ଶନ କରାଇଥିଲେ। ଏହି ସେହି ଗାଡ଼ିଆ ଯେଉଁ କୂଳରେ ପଞ୍ଚସଖା ଆସି ତାଙ୍କର ପରୀକ୍ଷା ନେଇଥିଲେ ଏବଂ 10 ଅବତାର ଦର୍ଶନ କରାଇଥିଲେ ଭକ୍ତ ଶିରୋମଣି ଦାସିଆ ବାଉରୀ। ଏପଟରେ ଗୋଟେ ସୁନ୍ଦର ରାଧାକୃଷ୍ଣଙ୍କର ମଠଟିଏ ରହିଅଛି ଏବଂ ଭକ୍ତ ଦାସିଆଙ୍କର ସମାଧି ପୀଠ ମଧ୍ୟ ରହିଛନ୍ତି। ଭକ୍ତ ଏବଂ ଭଗବାନ ଏଠି ଏକାକାର ହେଇଯାଇଛନ୍ତି, କାରଣ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଭକ୍ତ ସବୁକିଛି। ସେଠି ଜାତି ଅଜାତିର ପ୍ରାଚୀର ନାହିଁ। ବୁଣାକାର ଭାବରେ ନିଜର ଜୀବିକା ଅର୍ଜନ କରୁଥିବା ଦାସିଆ ବାଉରୀଙ୍କର ଶ୍ରୀଫଳକୁ ନିଜେ ଗ୍ରହଣ କରି ସେ ତାହା ପ୍ରମାଣିତ କରିଛନ୍ତି। କେବଳ ସେତିକି ନୁହେଁ, ଥରେ ଦାସିଆ ବାଉରୀ ନିଜ ବାଡ଼ିରେ ଫଳିଥିବା ଆମ୍ବକୁ ଗୋଟେ ଝୁଡ଼ିରେ ରଖି ଶ୍ରୀ ଜଗନ୍ନାଥ ମନ୍ଦିର ଆଗରେ ଯାଇ ବସିଗଲେ। କହିଲେ, ପ୍ରଭୁ ଏ ନୈବେଦ୍ୟ ସ୍ୱୀକାର କର। ଦେଖାଗଲା ଗୋଟିଏ ପରେ ଗୋଟିଏ ଆମ୍ବ ଝୁଡ଼ିରୁ କୋଉଠି ଉଭାନ ହେଇଯାଉଛି ଶୂନ୍ୟରେ ଏବଂ ପଣ୍ଡାମାନେ ଯାଇ ଯେତେବେଳେ ଦେଖିଲେ ଶ୍ରୀ ଜଗନ୍ନାଥଙ୍କର ମୁଖରେ ଲାଗିଛି ଆମ୍ବର ରସ, ଆଗରେ ପଡ଼ିଛି କିଛି ଟାକୁଆ ଆଉ ଚୋପା। ଭଗବାନ ତାକୁ ନୈବେଦ୍ୟ ଭାବରେ ଗ୍ରହଣ କରିଛନ୍ତି। ଏହି ଦିବ୍ୟ ଲୀଳା ପଛରେ ଲୁଚି ରହିଥିଲା ଭକ୍ତ ଦାସିଆ ବାଉରୀଙ୍କର ଭକ୍ତିର ପରାକାଷ୍ଠା। ଜୟ ଭକ୍ତ ବତ୍ସଳ ଜଗନ୍ନାଥ, ଜୟ ଭକ୍ତ ଶିରୋମଣି ଦାସିଆ ବାଉରୀ।